ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଆଉ ଭଲ କଥା ଟିକେ ମନେ ରଖ, ଆଜି ଆଲୋଚନା କରିବା ବାସ୍ତବରେ ଲୋକମାନେ ସତ କହିବା, ସତ କେବେ କହିବେ ହେଲା। ବର୍ତ୍ତମାନ କଣ, ବର୍ତ୍ତମାନ ମିଥ୍ୟା ଭାଇ କାହିଁକି ସ୍ୱାର୍ଥ, ହଁ କି ନାହିଁ? ସ୍ୱାର୍ଥ ପାଇଁ କଣ କରୁଛନ୍ତି, ମିଛ କହିବେ। ସ୍ୱାର୍ଥ ଗୋଟେ ଜିନିଷ ମନେ ରଖିବା ରାକ୍ଷସ, ତମେ କେହି ଜାଣିପାରୁନି। ସ୍ୱାର୍ଥ କଣ ଗୋଟେ ଦାନବ। ଇଏ କୋଉ ଯୋଗ କଥା ନା ସତ୍ୟ ଯୋଗ କଥା। ମହାମାୟା ଅରୁଣାସୁରକୁ ବଧ କରି, ଅରୁଣାସୁର ଯେତେବେଳେ ବଧ ହେଲା, ଶୁକ୍ରାଚାର୍ଯ୍ୟ ଚିନ୍ତା କଲେ କେମିତି ଏ ରାକ୍ଷସ କୂଳ ସୃଷ୍ଟି। ଟିକେ ଟିକେ କହିଦଉଛି। ସେଇଠୁ କଣ କଲେ, ଗୋଟେ ଯଜ୍ଞର ଆୟୋଜନ କଲେ। ସବୁ ଦାନବ ମାନେ ଯୋଉ ଥିବେ, ଛୋଟ ଛୋଟ ଦାନବ ସମସ୍ତେ କରି ତା ଦେହରେ ଘାସ ଦିଏ। ସେ ସବୁ ଯାକ ସେ ଯଜ୍ଞରେ ଘାସ ଦେଲେ। ସବୁ ଯାକ ସତ୍ତା ମିଶି ଗୋଟିଏ ସତ୍ତାରେ କଣ ହେଲା, ପରିପ୍ରକାଶ। ତା ନାଁ ହେଲା କଣ, ସେ ରାକ୍ଷସ ନାଁ ହେଲା ସ୍ୱାର୍ଥ। ସେ ସ୍ୱାର୍ଥ ଯୁଆଡେ ଗଲା, ବୁଝି ହଉଛି, ସମସ୍ତେ ଭଲରେ ଚଳୁଥିବେ। ସ୍ୱାର୍ଥ ଯୁଆଡେ ଯିବେ, ଭାଇ ଭାଇରେ ବାଡିଆ ପିଟା, ବାପ ପୁଅରେ ବାଡିଆ ପିଟା, ସବୁ ଚାଲିଲା। ଆଉ କଣ ଏମିତି ହେଲେ, ଏମିତି ବ୍ରହ୍ମା ବିଷ୍ଣୁ ଆଉ ଶିବ ତିନି ଜଣ ଯାକ ଆଲୋଚନା, ଏମିତି ସଂସାର ସେଇଠି ହେଇଯାଉଛି। ତେଣୁ ସମସ୍ତେ ବାଡିଆ ବାଡି ହେଲେଣି, ଜଗତ ରହିବ କେମିତି? ଏ ସବୁ ଦେବପୁର ଘଟଣା। ସେଇଠୁ ଯୋଗ ମାୟା ପାର୍ବତୀ, ସେଇଠୁ ଶିବ କଣ କଲେ, ତା ଦେହରୁ ଖଣ୍ଡେ ବ୍ରହ୍ମାଣ୍ଡ, ସେ ବ୍ରହ୍ମାଣ୍ଡଟାକୁ ଅଲଗା କରିଦେଲେ। ସେ ଯୋଉ ବ୍ରହ୍ମାଣ୍ଡ ଗ୍ରହଟା ଅଲଗା ହେଇଗଲା, ସେ ହେଲା ପୃଥିବୀ ହେଲା। ସେଇଠୁ କଣ ହେଲା, ସ୍ୱାର୍ଥ ପୃଥିବୀ ମଣ୍ଡଳରେ ମଧ୍ୟ ପ୍ରବେଶ କରିଗଲା। ଏ ପୃଥିବୀ ମଣ୍ଡଳରେ ପ୍ରବେଶ କରିଗଲା। ତାପରେ ଶିବ ଚିନ୍ତା କଲା, ଏ ତ ସ୍ୱାର୍ଥ ଫେର ମୂଳକୁ ଆସିଲାଣି। କଣ କରାହବ ନା, ଚତୁର୍ଦଶ ଲିଙ୍ଗ ହେଇକି ବିଦ୍ୟମାନ ହେଲେ, ଜ୍ୟୋତିର୍ଲିଙ୍ଗ। ବୁଝି ହଉଛି ନା? ସେଥିପାଇଁ ଭୀମ ବହି କହନ୍ତୁ, ଧରତୁ ମହକ୍ଷର ଆସି ନ ଯିବ। କଳିଯୁଗରେ ମହକ୍ଷରଟା ହଉଛି ସାର ହେଲା। କଳିର ଆରାଧ୍ୟ ଦେବତା କିଏ ଥିଲେ ନା, ଶିବ। ବୁଝିପାରୁଛ ନା? ପୂଜା ସ୍କନ୍ଧ ତମେ ଦେଖିବ, ସେଥିରୁ ତମେ ଜାଣିବ। ସେ ସ୍ୱାର୍ଥ ରୂପ ରାକ୍ଷସ କଣ ରାତା ବର ଦିଆ ହେଇଛି, ତାକୁ ଦେଇଛନ୍ତି ନାରାୟଣ। ସେ କଳିରେ ସମତୀୟ ଘଟ ଘଟରେ ପ୍ରବେଶ। ତମେ ଦେଖ, ତ୍ରେତୟା ଯୁଗରେ ବାପା ଗୋଟେ, ମା ତିନିଟା, ସେ ଭାଇ ମାନେ କି ନିବିଡ଼ ସମ୍ପର୍କ। ରାମ, ଭରତ, ଲକ୍ଷ୍ମଣ, ଶତ୍ରୁଘ୍ନ, ସେଇଟାକୁ ଛାଡିକି ରହିପାରିଲେ? ରହିପାରିଲେ? ଦ୍ୱାପର ଯୁଗକୁ ପଳେଇ ଆସେ, ପାଣ୍ଡବ ମାନେ ମା ଗୋଟିଏ, ବାପ ପାଞ୍ଚ, ସେଇଟାକୁ ଛାଡିକି ରହିଛନ୍ତି? ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ ଛାଡିକି ରହିପାରିଲେ? କିନ୍ତୁ ବର୍ତ୍ତମାନ କଳି ଯୁଗରେ ଭାଇ ଭାଇ ରଖି, କାହିଁକି? ଏ ସ୍ୱାର୍ଥ ରୂପକ ରାକ୍ଷସ ଘଟେ ଘଟେ ପ୍ରବେଶ। ଯୋଉମାନେ ସ୍ୱାର୍ଥକୁ ତ୍ୟାଗ କରିବେ, ସିଏ ମାନବ ବ୍ୟକ୍ତିତ୍ୱ ବୁଝିପାରିବେ। ବର୍ତ୍ତମାନ ସାଧୁ ସଠ ମୁନି ଋଷିଠୁ ଆରମ୍ଭ କରି ସମସ୍ତେ ସ୍ୱାର୍ଥବାଦୀ। ବୁଝିପାରୁଛ ନା? ତେଣୁ କଳିର ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟ ହେଲେଣି, ପହଞ୍ଚିଲେଣି ଅବଶ୍ୟ, କିନ୍ତୁ ସଂହାର ଲୀଳା ନହେଲା ପର୍ଯ୍ୟନ୍ତ ସ୍ୱାର୍ଥକୁ କେହି ତ୍ୟାଗ କରିପାରିବେ ନାହିଁ ହେଲା। ତେଣୁ ସତ୍ୟର ବାନା କେବେ ପରିପ୍ରକାଶ
ଆଜି 13 ଜନ୍ମ ଶରଣରୁ କଣ କରୁଛି ଏ ପଦଟି ଆଣିଛେ ଆଜି ଆଲୋଚନା କରିବା। କହିଲେ ଭାର୍ଗବୀ ତୀରରେ ହନୁମାନ ଦେବ ପୂଜା ହେବ ଯେଉଁ ଦିନ ଜାଣିବୁ ତୁ 25 ବର୍ଷ ପରେ ହେବ ସତ୍ୟ ଉତ୍ତପନ୍ନ। କହିଲେ ଭାର୍ଗବୀ ନଦୀ କୂଳରେ ହନୁମାନ ଯେବେ ପୂଜା ହେବେ ଜାଣିବୁ ହେ ରାମ 25 ବର୍ଷ ପରେ ମାନେ 25 ବର୍ଷ ପରେ ହେବ ସତ୍ୟ ଉତ୍ତପନ୍ନ, ଲୋକମାନେ ସତ୍ୟବାସୀ ହେବେ। ତାହେଲେ ଭାର୍ଗବୀ ତ ନଦୀଟା ବହିଛି କେଡ ବଡ, ତାହେଲେ କୋଉ ଜାଗା ସ୍ଥାନ ନିରୂପଣ କଣ, ପୁଣି ମଧ୍ୟ ମହାପୁରୁଷ ତାକୁ ସ୍ଥାନ ନିରୂପଣ କରିଛନ୍ତି। କୋଉଠି ସେଇଟା ନା ଭାର୍ଗବୀ ଅନ୍ତରେ ଗୋବକୁଣ୍ଡ ଠାରେ ସୁଆଳ ପ୍ରଗଣା ଜଇଁ ବୀର ହନୁମାନ ମାଟି ତଳେ ଅଛି ଉଦ୍ଧାର କରିବି ମୁଇଁ। କିଏ କହୁଛନ୍ତି? ନିଜେ ଅଚ୍ୟୁତ ମହାପୁରୁଷ କହୁଛନ୍ତି। କହିଲେ ଭାର୍ଗବୀ ତୀରରେ ଗବକୁଣ୍ଡ ଠାରେ ସୁଆଳ ପ୍ରଗଣା ଜଇଁ। କହିଲେ ଭାର୍ଗବୀ କୂଳରେ ଗୋଟେ ଗବକୁଣ୍ଡ ବୋଲି ଗୋଟେ ଗାଁ ଥିବ। ପ୍ରଗଣା ବୋଲନ୍ତେ ସାଇ, ମନେ ରହିଲା ନା? ଏଠି ପ୍ରଗଣା ଶବ୍ଦ ଅର୍ଥ କଣ ହଉଛି? ସାଇ। ଗବକୁଣ୍ଡ ଗାଁର ସୁଆଳ ସାହିରେ କଣ ହଉଛି? ମାଟି ତଳେ ହନୁମାନ ଅଛନ୍ତି। ମୁଁ ତାକୁ କଣ କରିବି? ଉଦ୍ଧାର କରିବି। ଉଦ୍ଧାର କଲା ପରେ ଜାଣିବୁ ସେଇଠୁ 25 ବର୍ଷ ପରେ ସତ୍ୟ କଣ ହବ? ଉତ୍ତପନ୍ନ ହେଲା। ଏଥର ବୁଝିପାରିଲେ ନା ବୁଝିପାରିଲେ? ତେଣୁ ସେ ଉଦ୍ଧାର ହେଲେଣି କି ନାହିଁ ସେ କ୍ୟାମେରା ଆଗରେ କହିପାରିବି ନାହିଁ, ପଛେଇକି କହିବି। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ ଗୋଆ ହରି।